ଯେତେବେଳେ ଭାଇଙ୍କ କଥା ମନେ ପଡ଼ୁଛି କଲମ ଅଟକି ଯାଉଛି ଯେ ମୁଁ ଆଉ କ'ଣ ଗୀତ ଲେଖିବି। ତାଙ୍କ ଭଏସ୍ ତ ଏତେ ସୁନ୍ଦର ଯେ ସେ ଯେକୌଣସି ଗୀତ ଗାଇଲେ ବି ଯେକୌଣସି ଦର୍ଶକ ଶ୍ରୋତାମାନେ ଗୀତ ଶୁଣିଲେ ଶେଷ ପର୍ଯ୍ୟନ୍ତ ନ ଶୁଣିଲେ ସେ ଗୀତ ଅଧାରୁ କେବେ ବନ୍ଦ କରନ୍ତିନି। ହିମାନ ଭାଇଙ୍କର ଏତେ ସୁନ୍ଦର କଣ୍ଠ ଥିଲା। ହିମାନ ଭାଇ ଆସିଥିଲେ ନିଜେ ଗାଇଲେ ଗୀତ, ମୋତେ ପଚାରିଲେ ଏ ଗୀତଟା ଭଲ ଲାଗୁଛି, ଭଲ ଓଡ଼ିଶାବାସୀଙ୍କ ମାନେ ଛୁଇଁବ ମନକୁ। ନମସ୍କାର, ମୋ ନାଁ ସୋମନାଥ କରଣ, ନାକଡ଼ିଅ ନିଆଳି। ହିମାନ ଭାଇ ତ ଆମ ଗହଣରେ ନାହାନ୍ତି, ଆମେ ବହୁତ ଦୁଃଖିତ ସେଥିପାଇଁ। ଆଉ ଓଡ଼ିଶା ଆଜି ଯାହା ପାଇଁ କାନ୍ଦୁଛି, ତାଙ୍କ ଗୀତ ସମସ୍ତଙ୍କ ଘରେ ବାଜୁଛି। ଆଜି ଯେତେବେଳେ ସମସ୍ତେ ହିମାନ ଭାଇଙ୍କ କଥା ମନେ ପଡ଼ୁଛି, ସେଥିପାଇଁ ତ ମୁଁ ବହୁତ ଦୁଃଖିତ। ଆମ ଗୀତ ଗାଉଥିଲେ ହିମାନ ଭାଇ ଆଜି ନାହାନ୍ତି। ତାପରେ ଚର୍ଚ୍ଚାର କଥା ଯେ CM ସାର୍ଙ୍କ ପାଇଁ ହିମାନ ଭାଇ ମୋର 2ଟା ଗୀତ ଗାଇଥିଲେ। ଗୋଟେ ଗୀତ ଥିଲା CM ମୋହନ ଓଡ଼ିଆଙ୍କ ଦିଲ୍ ଧଡ଼କନ, ଆଉ ସେକେଣ୍ଡଟା ଥିଲା ଓଡ଼ିଶା ରତ୍ନ ଆମ ମୋହନ। ଏ 2ଟା ଗୀତ ହିମାନ ଭାଇ ଗାଇଥିଲେ। ସେ ଆଜି ଆମ ଗହଣରେ ନାହାନ୍ତି, ସେଥିପାଇଁ ବହୁତ ଦୁଃଖିତ। ପ୍ରଥମେ ତ ଆକାଶବାଣୀରେ ମୁଁ ନାଟକ ଲେଖୁଥିଲି, ତାପରେ ଗୀତ ଲେଖା ଆରମ୍ଭ କଲି, ଆଲବମ୍, ଭଜନ, ଏବେ ବି ଗୀତ ଲେଖା ଚାଲିଛି। ଯେତେବେଳେ ହିମାନ ଭାଇଙ୍କ ସହିତ ଆଲବମ୍ କରେ, ତାପରେ ଅଫର୍ ଆସିଥିଲା CM ସାର୍ଙ୍କ ପାଇଁ, CM ସାର୍ ମାନେ ଆମର ମୋହନ ସାର୍ଙ୍କ ପାଇଁ, ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସାର୍ଙ୍କ ପାଇଁ ମୋତେ ପ୍ରଯୋଜକ ଫୋନ୍ କରିଥିଲେ। କହିଲେ ଯେ ଆଉ ସୋମନାଥ ସାର୍ ଗୋଟେ ଗୀତ ଅଛି ଆମର ମୋହନ ସାର୍ଙ୍କ ପାଇଁ ଗୋଟେ ଗାଇବେ, ଯେମିତି ଆମର ନବୀନ ସାର୍ଙ୍କ ପାଇଁ ହେଇଥିଲା। ତାପରେ ମୋହନ ସାର୍ଙ୍କ ପାଇଁ ସେମିତି ଗୋଟେ ଗୀତ ଚାହୁଁଛି। ଆମର ତ CM ହେଲେ ମୋହନ ସାର୍, ତାଙ୍କ ପାଇଁ ଗୋଟେ ଗୀତ ଲେଖିବା। ସେଇଠୁ ବିବେକାନନ୍ଦ ବାରିକ ଆମର ପ୍ରଯୋଜକ ବିଭୁ ଭାଇ ଫୋନ୍ କଲେ। ତାପରେ ଭଲ ଗୀତଟିଏ ଲେଖିଲି, ଭାଇଙ୍କ ପାଖକୁ ପଠେଇଲି। ମୁଁ କହିଲି ଭାଇ ଗୀତ ଦେଖିଲେ, ହଁ ଭଲ ଲାଗୁଛି ତ। ତାପରେ ସେ ଗୀତ ସେଇଠୁ ସ୍ୱର କରାହେଇ ଟ୍ରାକ୍ କରାହେଲା। ସ୍ମୃତି ଭାଇଙ୍କ ଷ୍ଟୁଡ଼ିଓ ଭୁବନେଶ୍ୱରରେ ରେକର୍ଡ଼ିଂ ହେଲା। ହିମାନ ଭାଇ ଆସିଥିଲେ, ନିଜେ ଗାଇଲେ ଗୀତ, ମୋତେ ପଚାରିଲେ ଏ ଗୀତଟା ଭଲ ଲାଗୁଛି, ଭଲ ଓଡ଼ିଶାବାସୀଙ୍କ ମାନେ ଛୁଇଁବ ମନକୁ। ମୁଁ ତ ଯେକୌଣସି ଗୀତ ଲେଖେ ହୃଦୟକୁ ଲୋକଙ୍କର ନିଶ୍ଚିନ୍ତ ଛୁଏଁ। ମୁଁ ଆଲବମ୍ ଲେଖିଥିଲି ପ୍ରେମତର ଛନ୍ଦରୁ ମନ୍ଦରୁ, ତାପରେ ଟିକେ ପ୍ରେମତର ମଜା ଅଲଗା, ଏମିତି। ତାପରେ CM ସାର୍ଙ୍କର ଲେଖିଥିଲି CM ମୋହନ ଓଡ଼ିଆଙ୍କ ଦିଲ୍ ଧଡ଼କନ, ଓଡ଼ିଶା ରତ୍ନ ଆମ ମୋହନ, ଏମିତି ଅନେକ ଗୀତ ଲେଖିଛି। ସେ ଗୀତ ସବୁ ହିମାନ ଭାଇ ହିଁ ଗାଇଛନ୍ତି। ଆଉ ଅଲଗା ଗୀତ ବି ଗାଇଛନ୍ତି ଅଲଗା ସିଙ୍ଗର, କିନ୍ତୁ ଏ ଗୀତ ସବୁ ହିମାନ ଭାଇ ଗାଇଛନ୍ତି। ହିମାନ ଭାଇ ଯେତେବେଳେ ଏ ଗୀତଟା ଗାଇଲେ ବହୁତ ଖୁସି ଥିଲେ, କହିଲେ ଭଲ ଲାଗୁଛି ଏ ଗୀତଟା। ସେଇଠୁ ତାପରେ ଏ ଗୀତଟା ଆମର ସାର୍ଙ୍କୁ, CM ସାର୍ଙ୍କୁ ଶୁଣେଇଥିଲେ ବିଭୁ ଭାଇ। ତାପରେ ସାର୍ ବି ଖୁସି ହେଇଥିଲେ। ତାଙ୍କର ଏ ଗୀତଟା ତାଙ୍କ ବାସଭବନରେ ନିଜେ ଉନ୍ମୋଚନ କରିଥିଲେ ଏ ଗୀତଟାକୁ। ତାପରେ ସବୁଠୁ ଦୁଃଖର କଥା ଯେ ଆଜି ଭାଇ ନାହାନ୍ତି, ସେଥିପାଇଁ ବହୁତ ଦୁଃଖ ଲାଗୁଛି। ଯେତେବେଳେ ଭାଇଙ୍କ କଥା ମନେ ପଡ଼ୁଛି କଲମ ଅଟକି ଯାଉଛି ଯେ ମୁଁ ଆଉ କ'ଣ ଗୀତ ଲେଖିବି। ଭାଇ ଆମ ଗହଣରେ ଥିଲେ, ଆଜି ନାହାନ୍ତି। ତାଙ୍କ କଥା ମନେ ପଡ଼ୁଛି ଯେତେବେଳେ ଗୀତ ଲେଖା ବନ୍ଦ ହେଇଯାଉଛି। ତାଙ୍କ ଭଏସ୍ ତ ଏତେ ସୁନ୍ଦର ଯେ ସେ ଯେକୌଣସି ଗୀତ ଗାଇଲେ ବି ଯେକୌଣସି ଦର୍ଶକ ଶ୍ରୋତାମାନେ ଗୀତ ଶୁଣିଲେ ଶେଷ ପର୍ଯ୍ୟନ୍ତ ନ ଶୁଣିଲେ ସେ ଗୀତ ଅଧାରୁ କେବେ ବନ୍ଦ କରନ୍ତିନି। ହିମାନ ଭାଇଙ୍କର ଏତେ ସୁନ୍ଦର କଣ୍ଠ ଥିଲା। ସେ ଗୀତ ଯେକୌଣସି ଲୋକ ଶୁଣିଲେ ବି କେବେ ଅଟକାନ୍ତିନି। ହିମାନ ଭାଇଙ୍କ ସ୍ୱରଟା ଏତେ ଭଲ ଲାଗେ। ଆଜି ତ ଓଡ଼ିଶାରେ ସେ ସିଙ୍ଗର ମାନେ ଖୋଜିବା ବହୁତ କଷ୍ଟ, କିନ୍ତୁ ହିମାନ ଭାଇ ଗୋଟେ ଓଡ଼ିଶାର ହୀରା ଥିଲେ। ତାଙ୍କୁ ଆଉ ଖୋଜିଲେ ପାଇବାନି ଆମେ। ହିମାନ ଭାଇ ଗଲା ପରେ ତ ଆମକୁ ବହୁତ ଦୁଃଖ ଲାଗୁଛି। ତାଙ୍କ କଥା ତ ଆମେ ନିହାତି ମନେ ପକେଇବା, ଆମର ସେ ସ୍ମୃତି ହେଇକି ରହିଲେ ହିମାନ ଭାଇ। ତାଙ୍କ ଗୀତ ଯେତେବେଳେ ବାଜୁଛି ଆମେ ଦେଖୁଛୁ ହିମାନ ଭାଇ ଆମ ପାଖରେ ସେତିକି ବସିକି ଗୀତ ଗାଉଛନ୍ତି। ଆଉ ହିମାନ ଭାଇ ତ ନାହାନ୍ତି ଆମ ଗଣରେ, କିନ୍ତୁ ଯେଉଁଠି ଥାଆନ୍ତୁ ବହୁତ ଖୁସିରେ ଥାଆନ୍ତୁ, ତାଙ୍କ ପରିବାର ବି ଖୁସିରେ ରୁହନ୍ତୁ। ହିମାନ ଭାଇ ଯେଉଁ CM ସାର୍ଙ୍କର ଗୀତ ଗୋଟେ ତାଙ୍କର ଦ୍ୱିପଦ ଗାଉଛି, ମୁଁ ତ ସିଙ୍ଗର ନୁହଁ। ଗୀତଟା ଲାଇନ୍ ଥିଲା, ତମେ ଓଡ଼ିଶାର ମାନ, ତମେ ଓଡ଼ିଶାର ସାନ୍, ତମେ ଓଡ଼ିଶାର ଜାନ୍, ତମେ CM ନମ୍ବର 1, ଏ ମୋହନ ବାବୁ ତୁମେ ଆମର ସବୁ, ତୁମ ପାଇଁ କି ଆମେ ଜୀବନ ଦେବୁ, ଏମିତି ସବୁ ଲାଇନ୍ ଥିଲା। ହିମାନ ସାର୍ ତ ଷ୍ଟୁଡ଼ିଓକୁ ଆସି ଗୀତ ଗାଇଲା ପରେ ବହୁତ ଖୁସି ଥିଲେ। ମୁଁ ବି ବହୁତ ଖୁସି ଯେ ହିମାନ ଭାଇ ଏ ଗୀତ ଗାଇଥିଲେ। ଏଥିପାଇଁ ଟିକେ ଦୁଃଖ ଲାଗୁଛି, ଭାଇ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ଗୀତ ଶୁଣିଲା ପରେ ସେତିକି ଭାଇ ବସିକି ମୋ ପାଖରେ ଗୀତ ଗାଉଛନ୍ତି।